ଆରେ ଆମେ ଖେଳିବାକୁ ଆସୁ ଆସୁ ହିଁ ବର୍ଷା ଆରମ୍ଭ ହେଇଗଲା। ଚାଲ ସମସ୍ତେ ଘରକୁ ଯିବା। ବର୍ଷାରେ ବେଶୀ ସମୟ ଭିଜିଲେ ମା ମତେ ଗାଳି କରିବେ। ହଁ, ମୋ ମା ବି ଜାଣିଲେ ମତେ ରାଗିବେ। ଚାଲ ସମସ୍ତେ ନିଜ ନିଜ ଘରକୁ ଯିବା। ଏମିତି କଥା ହେଇ ସମସ୍ତେ ନିଜ ନିଜ ଘରକୁ ଯିବା ପାଇଁ ବାହାରିଲେ। କାଉ ଛୁଆ ଆଉ ଚଢ଼େଇ ଛୁଆର ଘର ପାଖାପାଖି ହେଇଥିବାରୁ ସେମାନେ ସାଙ୍ଗ ହେଇ ଗୋଟିଏ ରାସ୍ତାରେ ଗଲେ। ଆଉ ମିଟୁ ଛୁଆର ଘର ଦୂର ହେଇଥିବାରୁ ସେ ଆଉ ଗୋଟିଏ ରାସ୍ତାରେ ଗଲା। ବର୍ଷା ବହୁତ ଜୋରେ ପଡୁଛି। ମୁଁ ଏବେ ଘରକୁ ଗଲେ ପୁରାପୁରି ଭିଜି ଯିବି। ତାଠୁ ଭଲ ହେବ ମୁଁ ଗୋଟେ ଜାଗାରେ ଆଶ୍ରୟ ନେଇଥାଏ। ବର୍ଷା ଛାଡିଗଲେ ଘରକୁ ଯିବି। ଆରେ କୁନି, ଦେଖୁଛୁ ନା କେତେ ଜୋରେ ବର୍ଷା ପଡୁଛି। ଚାଲ ଆମେ ସେ ଗଛ ତଳକୁ ଯିବା। ବର୍ଷା ଟିକେ କମିଯାଉ ତାପରେ ଘରକୁ ଯିବା। ଆଚ୍ଛା ଠିକ ଅଛି, ଚାଲ ଯିବା। ଆରେ ଏକ ନଦୀ ଉପରେ ଗୋଲାପ ଘର। ଆଗରୁ ତ ମୁଁ ଏ ଘରକୁ ଏଠି ଦେଖିନଥିଲି। ମୁଁ ଥରେ ଘର ଭିତରକୁ ଯାଇ ଦେଖେ ଏ ଘରେ କିଏ ରହୁଛି। ଏମିତି ଚିନ୍ତା କରି ମିଟୁ ଛୁଆ ସେ ଗୋଲାପ ଘର ଭିତରକୁ ଗଲା। ତାକୁ ଦୂରରୁ କାଉ ଛୁଆ ଆଉ ଚଢ଼େଇ ଛୁଆ ଦେଖୁଥିଲେ। ଆରେ ବାଃ, ନଦୀ ଉପରେ କେତେ ସୁନ୍ଦର ଗୋଟେ ଗୋଲାପ ଘର। କୁନି ଦେଖିଲୁ ଆମ ସାଙ୍ଗ କେମିତି ସେ ଗୋଲାପ ଘର ଭିତରକୁ ଗଲା। ଚାଲ ନା ଆମେ ବି ଥରେ ସେ ଗୋଲାପ ଘର ଭିତରକୁ ଯାଇ ଦେଖିବା ସେଠି କ'ଣ ଅଛି। ଆରେ ନା ନା ଚିକି, ଆମେ ସେ ଘର ଭିତରକୁ ଯିବାନି। ଯଦି ଆମର କିଛି ବିପଦ ହେବ। ଆରେ ତୁ ଭୟ କରନି, କିଛି ହେବନି, ଚାଲ ଯିବା। ତାପରେ ସେମାନେ ଗୋଲାପ ଘର ପାଖକୁ ଗଲେ। ଝରକା ପଟୁ ସେମାନେ ଦେଖିଲେ ଗୋଟିଏ ଦୁଷ୍ଟ ଯାଦୁଗର ତାଙ୍କ ସାଙ୍ଗକୁ ବନ୍ଦୀ କରି ରଖିଛି। କିଏ ତୁମେ? ମତେ ଏମିତି ବନ୍ଦୀ କରି କାହିଁକି ରଖିଛ? ମତେ ଛାଡ଼ି ଦିଅ। ନା, ମୁଁ ତତେ ଛାଡ଼ି ପାରିବିନି। ତତେ ଛାଡ଼ିଦେଲେ ମୋର ଅନେକ ବଡ଼ କ୍ଷତି ହେଇଯିବ। ଠିକ୍ ଚିକି, ଚାଲ ଏଠୁ ପଳେଇବା। ନହେଲେ ଯାଦୁଗର ଆମକୁ ଦେଖିନେବ। ସେ ଯଦି ଆମକୁ ଦେଖିନିଏ ଆମ ସାଙ୍ଗ ପରି ଆମକୁ ବି ବନ୍ଦୀ କରି ରଖିବ। ଦୁଇ ଛୁଆ ଭୟରେ ସେଠାରୁ ଚାଲି ଆସିଲେ। କିଛି ଦୂର ଗଲା ପରେ ବର୍ଷା ଛାଡ଼ିଗଲା। ସେପଟେ ଯା ହଉ ବର୍ଷା ଛାଡ଼ିଗଲା। ବୁଢ଼ୀ ମା, ମୁଁ ଏଇଠି ଖାଇବା ଆଉ ଔଷଧ ରଖିଦେଇଛି। ତୁମକୁ ଭଲ ଲାଗିଲେ ଉଠି ଖାଇନେବ। ଆରେ ଝିଅ, ତୁ ମୋ ନିଜର କେହି ନହେଲେ ବି ମୋର ଅନେକ ସେବା କରିଛୁ। ମୁଁ ତୋ ଉପରେ ବହୁତ ଖୁସିରେ ମା। ଏ ଦୁନିଆ ଛାଡ଼ି ଯିବା ପୂର୍ବରୁ ମୁଁ ତତେ ଗୁପ୍ତଧନ ବିଷୟରେ କିଛି କହିବାକୁ ଚାହୁଁଛି। ଗୁପ୍ତଧନ? ତୁମେ କ'ଣ ଗୁପ୍ତଧନ ବିଷୟରେ କିଛି ଜାଣିଛ ବୁଢ଼ୀ ମା? ହଁ, ମୁଁ ଜାଣିଛି। ଆମ ଜଙ୍ଗଲର ଉତ୍ତର ଦିଗରେ ତୁ ଗଲେ ଗୋଟେ ବୁଢ଼ା ବରଗଛ ପାଇବୁ। ସେଇ ବରଗଛ ପାଖରେ ଗୋଟେ ଛୋଟ ଗୁମ୍ଫା ଅଛି। ସେଇ ଗୁମ୍ଫା ଭିତରେ ଗଲେ ତୁ ଗୋଟେ ନଦୀ ପାଇବୁ। ନଦୀ ପାର ହେଲେ ଗୋଟେ ସୁନାର ରାଜପ୍ରସାଦ ଅଛି। ସେଇ ରାଜପ୍ରସାଦରେ ଅନେକ ଅନେକ ସୁନା ଗହଣା ମୋତି ମାଣିକ ଅଛି। ଏ କ'ଣ କହୁଛ ବୁଢ଼ୀ ମା? ଆମ ଜଙ୍ଗଲରେ ଏମିତି ଗୋଟେ ଗୁମ୍ଫା ଅଛି, ହେଲେ ତା ବିଷୟରେ ଆମେ କେହି ଜାଣିନୁ। ହେଲେ ମାରେ ସାବଧାନ, ସେ ସୁନା ହୀରା ଅଭିଶପ୍ତ। ତୋର ଯେତେବେଳେ ଦରକାର ହେବ ସେବେ ହିଁ ସେ ରାଜପ୍ରାସାଦରୁ ତୁ ସୁନା ହୀରା ଆଣିବୁ। ଅତ୍ୟଧିକ ଲୋଭ କରିବୁନି, ନହେଲେ ତୋର ଅନର୍ଥ ହେବ। ବୁଝିଗଲି ବୁଢ଼ୀ ମା, ମୁଁ କେବେ ବି ଲୋଭ କରିବିନି। ହଉ ବୁଢ଼ୀ ମା, ମୁଁ ଏବେ ମୋ ଘରକୁ ଯାଏ। ଘରେ ମୋ ଝିଅ ମତେ ଅପେକ୍ଷା କରିଥିବ। ଏମିତି କହି ଚଢ଼େଇ ଘରକୁ ଫେରୁଥିଲା। ରାସ୍ତାରେ କୁନି ଆଉ ଚିକି ସହ ତାର ଦେଖା ହେଲା। ଆରେ ତମେ ମାନେ ଘରକୁ ନ ଯାଇ ଏଠି କ'ଣ କରୁଛ? କୁନି ତାର ମାକୁ ସବୁ ଘଟଣା କହିଲା। ତମେ ମାନେ କ'ଣ କହୁଛ? ମିଟୁ ଛୁଆ ବିପଦରେ ପଡ଼ିଛି। ଚାଲ ଆମେ ଏବେ ହିଁ ସେ ଗୋଲାପ ଘରକୁ ଯିବା। ଶୁଣ ପିଲାମାନେ, ତମେ ମାନେ ଏଇଠି ଥାଅ।
ମୋ ସାଙ୍ଗରେ ଆସନି, ଯାଦୁଗର ତମମାନଙ୍କର କ୍ଷତି କରିପାରେ। ମୁଁ ଏକା ହିଁ ତା ପାଖକୁ ଯିବି। ଏମିତି କହି ମା ଚଢ଼େଇ ଶୀଘ୍ର ସେ ଗୋଲାପ ଘର ଭିତରକୁ ଗଲା। ଚଢ଼େଇକୁ ଦେଖି ତ ଯାଦୁଗର ଅନେକ ରାଗିଗଲା। ଏଇ କିଏ ତୁ? ତୋର ସାହସ ତ କମ୍ ନାହିଁ। ମତେ ନ କହି ମୋ ଗୋଲାପ ଘର ଭିତରକୁ ଆସିଲୁ। ମୁଁ ତତେ ଛାଡ଼ିବିନି। ଦେଖେ ଏବେ ମୁଁ ତୋର କଣ କରୁଛି। ଶାନ୍ତ ହୁଅ ଯାଦୁଗର, ମତେ ମାରିବା ପୂର୍ବରୁ ମୋ କଥା ଆଗ ଶୁଣ। ତୁମେ ଯଦି ଏ ମିଟୁ ଛୁଆକୁ ଛାଡ଼ିଦେବ, ମୁଁ ତୁମକୁ ଗୁପ୍ତଧନର ଠିକଣା ଦେଇପାରିବି। ଥରେ ଯଦି ତୁମେ ସେ ଗୁପ୍ତଧନ ପାଇଯିବ ନା, ତୁମେ ଏଇ ଜଙ୍ଗଲରେ କଣ ସାରା ପୃଥିବୀରେ ତୁମେ ଧନୀ ହେଇଯିବ। ତୁ ସତ କହୁଛୁ? ତୁ ମତେ ଗୁପ୍ତଧନର ଠିକଣା ଦେଇପାରିବୁ? ତାହେଲେ ଏବେ ହିଁ କହ। ନା ନା, ମୁଁ ଏମିତି କହିବିନି। ତୁମେ ଆଗ ଏ ମିଟୁ ଛୁଆକୁ ଛାଡ଼ିଦିଅ, ତାପରେ ମୁଁ ତୁମକୁ ସେ ଗୁପ୍ତଧନର ଠିକଣା କହିଦେବି। ଆଚ୍ଛା ଠିକ ଅଛି, ମୁଁ ମିଟୁ ଛୁଆକୁ ଛାଡ଼ିଦେବି। ହେଲେ ମୋ ସହ କିଛି ଚାଲାକି କରିବୁନି, ନହେଲେ ମୁଁ ତତେ ଏଇଠି ମାରିଦେବି। ନା ନା ଯାଦୁଗର, ମତେ ବିଶ୍ୱାସ କର, ମୁଁ ମିଛ କହୁନି। ତୁମେ ଏ ମିଟୁ ଛୁଆକୁ ଛାଡ଼ିଦେଲେ ମୁଁ ତୁମକୁ ଗୁପ୍ତଧନର ଠିକଣା ଦେବି। ଏମିତି ଶୁଣି ଖୁସି ହେଇ ଯାଦୁଗର ମିଟୁ ଛୁଆକୁ ଛାଡ଼ିଦେଲା। ମିଟୁ ଛୁଆ ସେଠାରୁ ଉଡ଼ି ତା ସାଙ୍ଗମାନଙ୍କ ପାଖକୁ ଚାଲିଗଲା। ଏବେ ମତେ ସେ ଗୁପ୍ତଧନର ଠିକଣା କହ। କହୁଛି। ଆମ ଜଙ୍ଗଲର ଉତ୍ତର ଦିଗରେ ଗଲେ ଗୋଟେ ବୁଢ଼ା ବରଗଛ ପଡ଼ିବ। ସେ ବୁଢ଼ା ବରଗଛ ପାଖରେ ଗୋଟେ ଗୁମ୍ଫା ଅଛି। ସେଇ ଗୁମ୍ଫା ଭିତରେ ଏକ ନଦୀ ଅଛି। ନଦୀ ପାର ହେଲେ ଗୋଟେ ସୁନାର ରାଜପ୍ରସାଦ ଥିବ। ସେଇଠି ହିଁ ସବୁ ଗୁପ୍ତଧନ ଅଛି। ଚଢ଼େଇର କଥା ସରୁ ସରୁ ହିଁ ଗୁପ୍ତଧନ ଲୋଭରେ ଯାଦୁଗର ତୁରନ୍ତ ସେଠାକୁ ଗଲା। ତାର ପଛେ ପଛେ ମା ଚଢ଼େଇ ଆଉ ଛୁଆମାନେ ବି ଗଲେ। ମା, ଇଏ କେମିତିକା ଜାଗା? ମତେ ଭାରି ଡର ଲାଗୁଛି। ଭୟ କରନି, କିଛି ହେବନି। ମୁଁ ତମମାନଙ୍କ ସାଙ୍ଗରେ ଅଛି। ମୋ ପଛେ ପଛେ ଆସ। ଆରେ ବା, ଏଠି ତ ଅନେକ ସୁନା, ହୀରା, ମୋତି ମାଣିକ ଅଛି। ଏବେ ମୁଁ ବହୁତ ଧନୀ ହେଇଯିବି। ମତେ କେହି ଅଟକେଇ ପାରିବେନି। ଆଜି ମୋ ସ୍ୱପ୍ନ ପୁରା ହେଲା। ମୁଁ ଅନେକ ଖୁସି। ଏବେ ଯାଏ ମୁଁ ଏସବୁ ସୁନା ହୀରା ନେଇ ଏଠାରୁ ଚାଲିଯାଏ। ଯାଦୁଗର ସେ ସବୁ ସୁନା ହୀରା ଧରି ସେଠାରୁ ଆସିବା ସମୟରେ ତା ଦେହରେ ନିଆଁ ଲାଗିଗଲା। ଯାଦୁଗର ଚିତ୍କାର କରି କରି ସେ ନିଆଁରେ ଜଳି ପାଉଁଶ ହେଇଗଲା। ରାଜପ୍ରସାଦ ବାହାରେ ଥାଇ ଚଢ଼େଇ କହିଲା, ଏଥିପାଇଁ କୁହାଯାଏ ଲୋଭରୁ ପାପ, ଆଉ ପାପରୁ ମୃତ୍ୟୁ। ହେଲେ ମା, ତୁମେ ଗୁପ୍ତଧନ ବିଷୟରେ କେମିତି ଜାଣିଥିଲ? ମତେ ଏସବୁ ବୁଢ଼ୀମା କହିଥିଲେ। ବେଶୀ ଲୋଭ କରି ସୁନା ହୀରା ଏ ପ୍ରାସାଦରୁ ଯିଏ ନେବାକୁ ଆସେ ତାର ମୃତ୍ୟୁ ହୁଏ। ଆଜି ଏ ଗୁପ୍ତଧନ ପାଇଁ ହିଁ ଆମ ଜୀବନ ବଞ୍ଚିଗଲା। ଆଚ୍ଛା ପିଲାମାନେ, ଏବେ କହିଲ, ବିପଦ ସମୟରେ ଶକ୍ତି ନଥିଲେ ଆମେ କେମିତି ରକ୍ଷା ପାଇପାରିବା? ବୁଦ୍ଧି ଦେଇ ଆମେ ସବୁ ବିପଦରୁ ରକ୍ଷା ପାଇପାରିବା। ଏକଦମ ଠିକ କଥା। ଚାଲ ଏବେ ଘରକୁ ଯିବା। ଜନ୍ମଦିନ କେତେ ଧୁମଧାମରେ ପାଳନ କରନ୍ତି। ଏଇ ଆସନ୍ତା ମାସ ମୋ ଜନ୍ମଦିନ। ତମେ ସମସ୍ତେ ମୋ ଘରକୁ ଆସିବ। ମୁଁ ତମ ସମସ୍ତଙ୍କୁ କେକ୍ ଖୁଏଇବି। ତମେ ମାନେ ଧନୀ ବୋଲି ଏମିତି ମୋର ମଜା ଉଡଉଛ। ଏଇ ଶୁକ୍ରବାର ମୋ ଜନ୍ମଦିନ। ତମେ ସମସ୍ତେ ମୋ ଘରକୁ ଆସିବ, ଆଉ ଦେଖିବ ମୁଁ ସବୁଠୁ ବଡ଼ କେକ୍ କାଟିବି। ଏମିତି ରାଗି କୁନି ତା ଘରକୁ ଗଲା, ଆଉ ତାର ମାକୁ କହିଲା, ମା, ମୁଁ କେବେ ବି ମୋ ଜନ୍ମଦିନରେ କେକ୍ କାଟିନି ବୋଲି ମୋ ସାଙ୍ଗମାନେ ଆଜି ସ୍କୁଲରେ ମୋର ମଜା ଉଡଉଥିଲେ। ମୁଁ ସେମାନଙ୍କୁ କହିକି ଆସିଛି, ଏଥର ମୁଁ ମୋ ଜନ୍ମଦିନରେ ଗୋଟେ ବଡ଼ କେକ୍ କାଟିବି। ଆରେ ମା, ଛୋଟ କେକ୍ କିଣିବାକୁ ମୋ ପାଖରେ ଟଙ୍କା ନାହିଁ। ଆଉ ତୁ ବଡ଼ କେକ୍ କିଣିବାକୁ ଚାହୁଁଛୁ? ତୋ ବାପା ଯିବା ପରେ ମୁଁ ଅନେକ କଷ୍ଟରେ ଘର ଚଳଉଛି। ଏମିତିରେ ମୁଁ ତ ଜନ୍ମଦିନ କେମିତି ପାଳିବି କହିଲୁ ରେ ମା? ମା, ମୋର ଭୁଲ ହେଇଗଲା। ତମେ ଆଉ ମନ ଦୁଃଖ କରନି। ମୁଁ ଆଉ କେବେ କିଛି ତମକୁ ମାଗିବିନି। ମା, ଆଜି ତମ ଜନ୍ମଦିନ। ଅନେକ ଦିନ ହେଲାଣି ମୁଁ ସମୁଦ୍ର କୂଳକୁ ଯାଇନି।
ଆଜି ନା ମୋର ସମୁଦ୍ର ଦେଖିବାକୁ ବହୁତ ଇଚ୍ଛା ହେଉଛି। ମୁଁ ଏବେ ଯାଉଛି ସମୁଦ୍ର କୂଳରୁ ଟିକେ ବୁଲି ଆସିବି। ଆଚ୍ଛା ହଉ, ତୁ ଯା, ହେଲେ ଶୀଘ୍ର ଘରକୁ ଫେରିବୁ। ମୁଁ ଆଜି ତ ମନ ପସନ୍ଦର ଖାଇବା ରାନ୍ଧିଥିବି। ତାପରେ କୁନି ସମୁଦ୍ର କୂଳକୁ ଗଲା। ସେପଟେ ସମୁଦ୍ର ଭିତରେ ଗୋଟେ ଜଳପରୀ ରହୁଥିଲା। ଜଳପରୀ ଖୁସିରେ ପାଣି ଭିତରେ ବୁଲୁଥିବା ସମୟରେ ହଠାତ୍ ପାଣିର ସ୍ରୋତ ବଢିଗଲା। ଏ କଣ ହେଉଛି? ହଠାତ୍ ପାଣିର ସ୍ରୋତ କେମିତି ବଢିଗଲା? ବଞ୍ଚାଅ, ବଞ୍ଚାଅ! ଏ କଣ? କିଏ ଏଠି ଏମିତି ପଡିଛି? ମୁଁ ତା ପାଖକୁ ଯାଇ ଦେଖେ। ଆରେ ଏ ତ ଜଳପରୀ। ହେଲେ ଜଳପରୀର ତ ହୋସ୍ ନାହିଁ। ମୁଁ ଏବେ ହିଁ କିଛି କରେ। ଏମିତି ଚିନ୍ତା କରି କୁନି ପାଣି ଆଣି ଜଳପରୀର ମୁହଁରେ ଢାଳିଲା ଆଉ ତାକୁ ଉଠେଇଲା। ଜଳପରୀ, ଜଳପରୀ, ଉଠ ଜଳପରୀ। କିଏ କିଏ ମତେ ଡାକୁଛ? ମୁଁ କୋଉଠି ଅଛି? ମୁଁ ତୁମକୁ ଡାକୁଛି ଜଳପରୀ। ତୁମର ହୋସ୍ ନଥିଲା, ସେଥିପାଇଁ ମୁଁ ତୁମ ମୁହଁରେ ପାଣି ଢାଳି ତୁମକୁ ଉଠାଉଥିଲି। ହେଲେ ଜଳପରୀ, ତମର ଏମିତି ଅବସ୍ଥା କେମିତି ହେଲା? ମୁଁ ଜମା ବି ନିଶ୍ୱାସ ନେଇ ପାରୁନି। ମୁଁ ଏବେ ପାଣି ଭିତରକୁ ଯାଏ। ମୁଁ ପାଣି ଭିତରେ ବୁଲୁଥିଲି। ହଠାତ୍ ପାଣିର ସ୍ରୋତ ବଢିଗଲା। ସେଇ ପାଣିରେ ଭାସି ଆସି ମୁଁ ଏଠି ପଡିଗଲି। ସୁନ୍ଦର ଛୋଟ ପକ୍ଷୀ, ତୁ ଆଜି ମୋର ଜୀବନ ରକ୍ଷା କଲୁ। କହ, ତତେ କଣ ଦରକାର? ତୁ ଯାହା କହିବୁ ମୁଁ ତତେ ସେସବୁ ଉପହାର ଦେବି। ମୋର ସେମିତି କିଛି ଇଚ୍ଛା ନାହିଁ ଜଳପରୀ। ଆଜି ମୋର ଜନ୍ମଦିନ। ମୋ ସାଙ୍ଗମାନଙ୍କ ପରି ମୁଁ ବି ଆଜି କେକ୍ କାଟିବାକୁ ଚାହୁଁଥିଲି। ହେଲେ ଆମେ ବହୁତ ଗରିବ। ମା ଅନେକ କଷ୍ଟ କରି ଘର ଚଳାନ୍ତି। ଆଜି ଯାଇ କେବେ ବି ମୋ ଜନ୍ମଦିନ ପାଳନ ହେଇନି। ତୁ ଆଉ ମନ ଦୁଃଖ କରନି ଛୋଟ ପକ୍ଷୀ। ତୁ ମୋ ସାଙ୍ଗରେ ଆସେ, ମୁଁ ତ ଇଚ୍ଛା ପୁରା କରିବି। ହେଲେ ମୁଁ କୋଉଠିକି ଯିବି? ମୋ ସହିତ ମୋ ରାଜପ୍ରସାଦକୁ ଯିବୁ। ଏମିତି କହି ଜଳପରୀ ଚଢ଼େଇ ଛୁଆକୁ ପାଣି ଭିତରକୁ ନେଇଗଲା। ଜଳପରୀ, ମୁଁ ତ ପାଣି ଭିତରେ ଅଛି। ମୁଁ କେମିତି ନିଶ୍ୱାସ ନେଇ ପାରୁଛି? ମୁଁ ସେ ବ୍ୟବସ୍ଥା କରିଦେଇଛି। ତୁ ପାଣି ଭିତରେ ନିଶ୍ୱାସ ନେଇପାରିବୁ। ତୋର କିଛି ଅସୁବିଧା ହେବନି। ମୋ ରାଜପ୍ରସାଦକୁ ଚାଲେ, ମୁଁ ତତେ ବହୁତ ଭଲ ଭଲ ଖାଇବା ଖୁଏଇବି। ଏମିତି କହି ଜଳପରୀ ଚଢ଼େଇ ଛୁଆକୁ ନେଇ ତା ପ୍ରାସାଦକୁ ଗଲା ଆଉ ତାକୁ ଅନେକ ଭଲ ଭଲ ଖାଇବା ଦେଲା। ବାଃ, ଏଠି ତ ଅନେକ ଖାଇବା ଅଛି। ଏସବୁ କଣ ମୋ ପାଇଁ? ହଁ, ଏ ସବୁ ତୋ ପାଇଁ। ତୁ ମନ ଭରି ଖାଇବା ଖା। ତାପରେ କୁନି ଖାଇବା ଖାଇଲା। ସେପଟେ ଆଜି ମୋ ଝିଅର ଜନ୍ମଦିନ। ସେ କେତେ ଆଶା କରିଥିଲା ଆଜି କେକ୍ କାଟିବ। ହେଲେ ମୁଁ ତା ପାଇଁ ଗୋଟେ କେକ୍ ବି କିଣି ପାରୁନି। ନା ନା, ମୁଁ ତାକୁ ଆଜି ମନ ଦୁଃଖରେ ଦେଖି ପାରିବିନି। ମୁଁ ଆଜି ଯେମିତି ବି ହେଉ ତା ପାଇଁ ଗୋଟେ କେକ୍ କିଣି ଆଣିବି। ମିଟୁ ଭାଇ, ଆଜି ମୋ ଝିଅର ଜନ୍ମଦିନ। ମୋ ପାଖରେ ଟଙ୍କାଟେ ବି ନାହିଁ। ମତେ ଗୋଟେ କେକ୍ ଧାର ଦେଇଥାଅ, ମୁଁ ପଛରେ ତମକୁ ଟଙ୍କା ଦେଇଦେବି। ଆରେ ଚଢ଼େଇ, ମୁଁ କାହାକୁ ବି କେକ୍ ଧାର ଦିଏନି। ହେଲେ ରାଜୁ ମୋର ଭଲ ସାଙ୍ଗ ଥିଲା, ସେଥିପାଇଁ ମୁଁ ତତେ କେକ୍ ଧାର ଦେଉଛି। ତୁ ମତେ ଶୀଘ୍ର ମୋ ଟଙ୍କା ଦେଇଦେବୁ। ଏମିତି କହି ମିଟୁ ଚଢ଼େଇକୁ କେକ୍ ଦେଲା। ଚଢ଼େଇ କେକ୍ ଧରି ଘରକୁ ଫେରିଲା। କୁନି, ମା କୁନି, ଦେଖେ ମୁଁ ଆଜି ତୋ ପାଇଁ କେକ୍ ଆଣିଛି। ଏ କଣ, ଝିଅଟି ଏଯାଏଁ ଘରକୁ ଫେରିନି। ମୁଁ ଏବେ ହିଁ ତା ପାଖକୁ ଯାଏ। ଅନେକ ଡେରି ହେଲାଣି ଜଳପରୀ। ମା ମତେ ଖୋଜୁଥିବେ। ମୁଁ ଏବେ ମୋ ଘରକୁ ଯାଏ। ତୁ ଏବେ ଘରକୁ ଯିବୁ? ଆଚ୍ଛା ଠିକ ଅଛି। ଆଜି ତୋର ଜନ୍ମଦିନ। ତୁ ଏ କେକ୍ ନେ, ତୋ ସାଙ୍ଗମାନଙ୍କ ସହ କାଟିବୁ। ଆଉ ତା ସହ ଏ ମୁକ୍ତା ବି ନେ। ଏ ମୁକ୍ତା ବିକ୍ରି କରି ତମେ ମାନେ ଆରାମରେ ଚଳିପାରିବ। ତୋର ଯେବେ ବି ମୁକ୍ତା ଦରକାର ହେବ ମୋ ପାଖକୁ ଆସି ମତେ ଡାକିବୁ। ମୁଁ ତତେ ମୁକ୍ତା ଦେବି।
ଜଳପରି ଚଢ଼େଇ ଛୁଆକୁ ଆଣି କୂଳରେ ଛାଡ଼ିଲା। ତାପରେ ସେ ସେଠାରୁ ଚାଲିଗଲା। ସେହି ସମୟରେ ମା ଚଢ଼େଇ ସେଠାରେ ଆସି ପହଞ୍ଚିଲା। ଆରେ ମା, ତୁ ଠିକ ଅଛୁ ତ? ଏତେ ସମୟ ହେଲାଣି, ତୁ ଘରକୁ କାହିଁକି ଯାଇନୁ? କୁନି ତାର ମାକୁ ସବୁ ଘଟଣା କହିଲା। ମା, ଏଇ ମୁକ୍ତାକୁ ନିଅ, ୟାକୁ ବିକ୍ରି କରି ଆମ ଭଙ୍ଗା ଘରକୁ ମରାମତି କରିନିଅ। ହଁ, ତା ତ କରିବି, ହେଲେ ତା ପୂର୍ବରୁ ମୁଁ ଆଜି ତ ଜନ୍ମଦିନ ଧୁମଧାମରେ ପାଳନ କରିବି। ତାପରେ ମା ଚଢ଼େଇ ମୁକ୍ତା ବିକ୍ରି କରି ଅନେକ ଟଙ୍କା ପାଇଲା। ଆଉ ସେଇ ଟଙ୍କାରେ ସେ କୁନିର ଜନ୍ମଦିନ ପାଳନ କଲା। କୁନିର ସବୁ ସାଙ୍ଗ ତା ଜନ୍ମଦିନକୁ ଆସିଥିଲେ। ବା କୁନି, ତ କେକ୍ ଅନେକ ବଡ। ଏତେ ସୁନ୍ଦର କେକ୍ ଆମେ ଆଗରୁ କେବେ ଦେଖିନଥିଲୁ। ହଁ କୁନି, ଆଜି ଆମେ ତୋ ପାଇଁ ଅନେକ ଖୁସି। ତୁ ଏବେ କେକ୍ କାଟେ। ହାପି ବାର୍ଥଡେ ଟୁ ୟୁ, ହାପି ବାର୍ଥଡେ ଟୁ ୟୁ। ସତ କଥା, କୁନିର ଜନ୍ମଦିନ କେତେ ଧୁମଧାମରେ ପାଳନ ହଉଛି। ଆଜି ଯାଏ ତ ମୋ ଜନ୍ମଦିନ ଏମିତି କେବେ ପାଳନ ହେଇନି। ମୁଁ ଘରକୁ ଗଲେ ବାପା ମାଙ୍କୁ କହିବି ମୋ ଜନ୍ମଦିନ ବି କୁନି ଜନ୍ମଦିନ ପରି କରିବେ। ଏମିତି କୁନି କେକ୍ କାଟିଲା। ସମସ୍ତେ କେକ୍ ଖାଇ ସାରିଲା ପରେ ଘରକୁ ଗଲେ। କାଉ ଛୁଆ ତାର ମାକୁ ସବୁ ଘଟଣା କହିଲା। 2 ଦିନ ତଳେ ଚଢ଼େଇ ଏତେ ଗରିବ ଥିଲା ଯେ ସେ ମୋ ପାଖରୁ ଖାଇବା ଧାର ନେଇଥିଲା। ହଠାତ୍ ତାର ଏତେ ପରିବର୍ତ୍ତନ କେମିତି ହେଲା? ମୁଁ ଆଜିଠୁ ଚଢ଼େଇ ଉପରେ ନଜର ରଖିବି, ଆଉ ଦେଖିବି ସେମାନେ କ'ଣ କରୁଛନ୍ତି। ଜଳପରି, ତୁମେ କୋଉଠି ଅଛ? ଶୀଘ୍ର ମୋ ପାଖକୁ ଆସ। ଆରେ ଛୋଟ ପକ୍ଷୀ, କ'ଣ ହେଇଛି ତୋର? ମତେ କହ। ଜଳପରି, ମୋ ମାଙ୍କ ଦେହ ବହୁତ ଖରାପ। ସେ 2 ଦିନ ହେଲାଣି କାମକୁ ଯାଇପାରୁନାହାନ୍ତି। ଘରେ ଆଉ ଟଙ୍କା ବି ନାହିଁ। ସେଥିପାଇଁ ତୁମ ପାଖକୁ ଆସିଲି। ତୁମେ ମତେ ସାହାଯ୍ୟ କର। ହଁ, କାହିଁକି ନୁହଁ। ଏଇ 2ଟି ମୁକ୍ତା ନେ। ଏଇ ମୁକ୍ତା ବିକ୍ରି କରି ତୁ ତ ସମସ୍ୟାର ସମାଧାନ କରିପାରିବୁ। ତାପରେ ଚଢ଼େଇ ଛୁଆ ମୁକ୍ତା ନେଇ ସେଠାରୁ ଚାଲିଗଲା। ଏ ସବୁ ଦୂରରୁ କାଉ ଦେଖୁଥିଲା। ଓ, ଏମିତି କଥା। ଯେମିତି ବି ହେଉ, ମୁଁ ବି ଏ ଜଳପରି ପାଖରୁ ମୁକ୍ତା ନେଇକି ରହିବି। ଜଳପରି, କୋଉଠି ଅଛ? ଶୀଘ୍ର ମୋ ପାଖକୁ ଆସ। ହଁ ଛୋଟ ପକ୍ଷୀ, କହ କ'ଣ ହେଲା? ମୁଁ ତତେ ମୁକ୍ତା ଦେବି। ନା ଜଳପରି, ମୁଁ ଆଜି ମୁକ୍ତା ନେବାକୁ ଆସିନି। ମୋ ମା ଏବେ ସୁସ୍ଥ। ସେ ତୁମ ପାଇଁ ନିଜେ ମିଠା ତିଆରି କରି ପଠେଇଛନ୍ତି। ଏଇ ନିଅ, ଖାଅ। ଠିକ୍ ସେହି ସମୟରେ ଜଳପରି ଉପରେ ଏକ ଜାଲ ପଡ଼ିଲା। କାଉ ଆଉ ମିଟୁ ବାହାରକୁ ଆସିଲେ। ଆରେ ସାଙ୍ଗ, ତୁ ଠିକ୍ କହୁଥିଲୁ। ଇଏ ତ ଗୋଟେ ଜଳପରି। ଚାଲ ଏବେ ଆମେ ଏଇ ଜଳପରିକୁ ବନ୍ଦୀ କରି ରଖିବା, ଆଉ ତା ପାଖରୁ ଅନେକ ମୁକ୍ତା ନେବା। ନା, ଜଳପରିର କିଛି କ୍ଷତି କରନି, ତାଙ୍କୁ ଛାଡ଼ି ଦିଅ। ନା, ଆମେ ଜଳପରିକୁ ଛାଡ଼ିବୁନି। ଆମେ ତାକୁ ବନ୍ଦୀ କରି ରଖିବୁ। ଜଳପରି ପ୍ରତିଦିନ ଆମକୁ ମୁକ୍ତା ଦେବ। ଆମେ ସେ ମୁକ୍ତା ବିକ୍ରି କରି ଅନେକ ଧନୀ ହେବୁ। ଜଳପରି ତ ବିପଦରେ ପଡ଼ିଛି। ପଦ୍ମାସ, କାଉ ଆଉ ମିଟୁ ଜଳପରିକୁ ବନ୍ଦୀ କରିବେ। ମୁଁ ଏବେ ତାଙ୍କ ପାଖକୁ ଯାଏ। ଏମିତି କହି ମା ଚଢ଼େଇ ଗୋଟେ ବଡ଼ ଲାଠି ଆଣି ମିଟୁ ଆଉ କାଉକୁ ପିଟିଲା। ସେଇ ଭିତରେ କୁନି ଜଳପରିର ଜାଲ କାଟି ତାକୁ ମୁକ୍ତ କରିଦେଲା। ଦୁଷ୍ଟ ଲୋଭୀ ପକ୍ଷୀ ଦଳ, ମତେ ବନ୍ଦୀ କରି ତମେ ମାନେ ଠିକ୍ କରିନ। ମୁକ୍ତା ନେବାକୁ ତମର ଭାରି ଇଚ୍ଛା ନା? ଏବେ ମୁଁ ତମ 2 ଜଣଙ୍କୁ ମୁକ୍ତା ବନେଇଦେବି। ଏମିତି କହି ଜଳପରି କାଉ ଆଉ ମିଟୁକୁ ମୁକ୍ତା ବନେଇଦେଲା। ତମେ ମାନେ ବହୁତ ଭଲ। ଯେବେ ବି କିଛି ଦରକାର ହେବ ଏଠାକୁ ଆସି ମତେ ଡାକିବ। ମୁଁ ନିଶ୍ଚୟ ତମ ମାନଙ୍କୁ ସାହାଯ୍ୟ କରିବି। ମୁଁ ଏବେ ଯାଉଛି, ତମେ ମାନେ ଭଲରେ ରୁହ। ତାପରେ ଜଳପରି ନିଜ ରାଜପ୍ରସାଦକୁ ଚାଲିଗଲା। ମା ଚଢ଼େଇ ଆଉ ତାର ଝିଅ ବି ନିଜ ଘରକୁ ଫେରିଗଲେ।